ଏ ପ୍ରିୟ ଆତ୍ମନ୍ ସପ୍ରେମ ଜୟଜୀବ ମନ ବାହାର ସଂସାରରେ ବହୁତ ପ୍ରେମ କରେ। ଧନ ସମ୍ପତ୍ତି ସବୁ ପ୍ରକାର ଜଡ଼ତତ୍ତ୍ୱ ବସ୍ତୁକୁ ପ୍ରେମ କରିଥାଏ। କୁସଙ୍ଗକୁ ସଙ୍ଗତ କରି ଖୁସିରେ ଲହରି ଉଠେ। ଶେଷରେ ସବୁ କିଛି ଦୂରରେ ରହିଯାଏ। ତାହାକୁ ପ୍ରକୃତ ସ୍ୱଚ୍ଛ ପ୍ରେମ କୁହାଯାଏ ନାହିଁ। ସ୍ୱଚ୍ଛ ପ୍ରେମ ତାହାକୁ କୁହାଯାଏ ନିଜ ଠାରୁ ଦୂରରେ କେବେ ହେଲେ ରହିବ ନାହିଁ। ତାହାକୁ ହିଁ କୁହାଯିବ ପ୍ରେମ, ତାହାକୁ ହିଁ କୁହାଯିବ ଖୁସି, ତାହାକୁ ହିଁ କୁହାଯିବ ଆନନ୍ଦ। ଆନନ୍ଦ ହେଉଛି ଆତ୍ମ, ଆନନ୍ଦ ହେଉଛି ଅନ୍ତରାତ୍ମା। ଅନ୍ତରାତ୍ମାକୁ ପ୍ରେମ କର। ଆତ୍ମଦେବ ହିଁ ବନ୍ଧୁ, ଆତ୍ମଦେବ ହିଁ ସଖା, ଆତ୍ମଦେବ ହିଁ ଖୁସି, ଆତ୍ମଦେବ ହିଁ ଆନନ୍ଦ ସ୍ୱରୂପ ଅଟେ। ଆତ୍ମଦେବ କେବେ ନିଜଠାରୁ ଦୂରରେ ରହିବ ନାହିଁ, କିନ୍ତୁ ମନ ହିଁ ଆତ୍ମଠାରୁ ଦୂରରେ ରହି କେତେ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛି। ଭୋଗ ସଂସାରରେ ଯଦି ମନ ପ୍ରେମ କରିବ ତ ଭୋଗ ହିଁ ପାଇବ। ଭୋଗ ସଂସାର ଛାଡ଼ି, ବାହାର ସଂସାର ଛାଡ଼ି ଭିତର ସଂସାରକୁ ପ୍ରେମ କର, ଆତ୍ମାକୁ ପ୍ରେମ କର। ରାଡ଼ ବଙ୍ଗଳା କଥାରେ ଅଛି, ପ୍ରେମ ଆରାଧନେ ଆତ୍ମାର ଦେବର୍ଶନେ, ବିପଦ ନାମିଲେ ଧନେ। ଯେତେ মন ভাবিবে সেতে মন পাইবে, আত্মার দেবর দর্শনে। ভবপুর আছে মনময় জন, তারে করমুষণ পাবে দর্শন, ঘুঞ্চি যাবে তোমারি ভবারি বন্ধন। বাহার সংসারের বন্ধন, ভিতরের মুক্তি। বাহারে রোগ, ভিতরের যোগ। বাহারে দুঃখ, ভিতরের সুখ। বাহারে বৃত্তি স্বরূপ, ভিতরের স্বরূপ। বর্তমান জানি নিও বৃত্তি স্বরূপ অবস্থার মন উলুটাই আনি স্বরূপরে স্থিত করিবা হি যোগ। মন আত্মার স্থিত হেলে স্বরূপস্থ হয়ে যায়, তাহাকু হি কুহাযায় মুক্তি, তাহাকু হি কুহাযায় মোক্ষ, তাহাকু হি কুহাযায় স্বরূপস্থ, তাহাকু হি কুহাযায় সমাধি। সমাধি প্রাপ্ত করিবা পাই হেলে সমাধির জ্ঞান, স্বরূপর জ্ঞান আবশ্যকতা পড়ে। বর্তমান জানি নিও জ্ঞান কাহাকু কুহাযায়, জ্ঞায়তে ইতি জ্ঞানম। জ্ঞায়র অর্থ জানিবা, স্বরূপকু জানি নিও, আত্মাকু জানি নিও। আত্মাকু জানিবা হি আত্মজ্ঞান। আত্মজ্ঞান হি স্বচ্ছ প্রকাশ অটে, যেপরি সূর্য কিরণ প্রকাশ অটে। সূর্যর প্রকাশরে পৃথিবী প্রকাশিত হুয়ে, সারা সংসার প্রকাশিত হুয়ে, কিন্তু ସେହି ସୂର୍ଯ୍ୟ ଆତ୍ମାର ପ୍ରକାଶରେ ପ୍ରକାଶିତ ହୁଏ। ତେଣୁ ଆତ୍ମା ପ୍ରକାଶର ପ୍ରକାଶ ଅଟେ। ଆପଣଙ୍କ ଭିତରେ ପ୍ରକାଶରେ ସାରା ବିଶ୍ୱ ଜଗତ ପ୍ରକାଶିତ ହେଉଛି। ବାସ୍ତବରେ ଚେତନର ପ୍ରକାଶ ହିଁ ସବୁ ପ୍ରକାଶର ମୂଳ ଅଟେ। ଚେତନ ଆତ୍ମା ହିଁ ଜ୍ଞାନମୟ ହୁଏ। ଚେତନତା ବା ଜ୍ଞାନ ହିଁ ସବୁଠୁ ବଡ଼ ପ୍ରକାଶ ଅଟେ। ଯେତେବେଳେ ମନୁଷ୍ୟ ଆତ୍ମଚିନ୍ତନ କରେ, ସେତେବେଳେ ଅନ୍ତର୍ମୁଖୀ ହୋଇଯାଏ ଏବଂ ସେଠାରେ ଅଦ୍ଭୁତ ପ୍ରକାଶ
ବହୁତ ଉଜ୍ଜଳ ପ୍ରକାଶିତ ଦୃଷ୍ଟିଗୋଚର ହୁଏ। ସେହି ଅସଲି ଏବଂ ସ୍ୱଚ୍ଛ ପ୍ରକାଶ ହିଁ ଜ୍ଞାନ ଅଟେ, ଯାହାକି ନିଜସ୍ୱ ସ୍ୱଚ୍ଛ ସ୍ୱରୂପକୁ ସାକ୍ଷାତ କରିପାରିବ। ଜଡ଼ ପ୍ରକୃତି ଚାଏ ଯେତିକି ବଡ଼ ହେଉନା କାହିଁକି ଚେତନର ଅଧୀନରେ। ଆପଣଙ୍କର ଗୁଲାମରେ ଅଛି ସାରା ସଂସାର, ସାରା ପ୍ରକୃତି ଆପଣଙ୍କ ସେବା କରିବା ପାଇଁ ତିଆରି ହୋଇ ରହିଛି। କିନ୍ତୁ ମଣିଷ ଉଲ୍ଟା ଜଡ଼ତତ୍ତ୍ୱର ସେବା କରି ମୁକ୍ତି ପ୍ରାପ୍ତ କରିବା ପାଇଁ ଚାହୁଁଛି। ସଡ଼ଖରେ ଅଛି ବଦନ୍ତୁ ଶସ୍ତ୍ରାଣୀ, ଯଜନ୍ତୁ ଯଜ୍ଞାନ୍, କୁର୍ବନ୍ତୁ କର୍ମାଣି, ଭଜନ୍ତୁ ଦେବତା। ଆତ୍ମୈକ୍ୟ ବୋଧେନ ବିନାପି ମୁକ୍ତି ନର ଶକ୍ୟତେ, ବ୍ରହ୍ମା ଶତାନ୍ତରେପି। ଅର୍ଥାତ୍ ତମାମ ଶାସ୍ତ୍ରକୁ ପଢ଼, ସବୁ ପ୍ରକାର ଯଜ୍ଞ କର, ସନ୍ଧ୍ୟା କର, ସବୁ ପ୍ରକାର ତୀର୍ଥକୁ ଯାଅ ଏବଂ ସବୁ ପ୍ରକାର ଧର୍ମ କର, ଦେବୀ ଦେବତା ସେବା କର, କିନ୍ତୁ ମୁକ୍ତି ପାଇପାରିବ ନାହିଁ। କାରଣ ମୁକ୍ତି ତ ଭିତରେ ହିଁ ଅଛି, ମୁକ୍ତି ବାହାରରେ ନାହିଁ। ମୁକ୍ତିକୁ ଇଂରାଜୀରେ ଫ୍ରି କୁହାଯାଏ। ଫ୍ରିର ଅର୍ଥ ମନର କିଛି ଚିନ୍ତା ରହିବ ନାହିଁ, ତାହାକୁ କୁହାଯାଏ ଫ୍ରି। ତାହାକୁ କୁହାଯାଏ ଫ୍ରି ଫ୍ରମ୍ ଥିଙ୍କିଂ। ତାହାକୁ କୁହାଯାଏ ତୁରିୟା ଅବସ୍ଥା। ଆତ୍ମା ହେଉଛି ଚାରୋଟି ଅବସ୍ଥା। 1ରେ ଆୱକେନ୍, 2ରେ ଡ୍ରିମ୍, 3ରେ ସ୍ଲିପ୍, 4ରେ ଫ୍ରି ଫ୍ରମ୍ ଥିଙ୍କିଂ। ଆୱକେନ୍କୁ ଜାଗ୍ରତ କୁହାଯାଏ, ଡ୍ରିମ୍କୁ ସ୍ୱପ୍ନ କୁହାଯାଏ, ସ୍ଲିପ୍କୁ ସୁଷୁପ୍ତି କୁହାଯାଏ, ଫ୍ରି ଫ୍ରମ୍ ଥିଙ୍କିଂକୁ ତୁରିୟା ଅବସ୍ଥା କୁହାଯାଏ। ଅର୍ଥାତ୍ ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି, ତୁରିୟା, ଏହାକୁ କୁହାଯାଏ ଆତ୍ମର ଚାରୋଟି ଅବସ୍ଥା। ତେଣୁ ସ୍ୱଚ୍ଛାସ୍ୱାସ୍ଥ୍ୟ ପାଇଁ ତୁରିୟା ଅବସ୍ଥା ଅତ୍ୟନ୍ତ ଆବଶ୍ୟକତା ଅଟେ। ସ୍ୱଚ୍ଛାସ୍ୱାସ୍ଥ୍ୟ, ସ୍ୱଚ୍ଛ ଆନନ୍ଦ ତୁରିୟା ଅବସ୍ଥାରେ ହିଁ ଅଛି। ବାହାର ସଂସାରରେ ମନ ଶୋକ, ମୋହ, ଈର୍ଷା, ଦ୍ୱେଷ, କ୍ରୋଧ, ବିଷୟବୃତ୍ତିରେ ରହିଥାଏ। ଏହି କାରଣରୁ ହିଁ ମନୁଷ୍ୟ ଦୁଃଖୀ ହୋଇଯାଏ। ଯେତେବେଳେ ମନ ଜାଗ୍ରତରୁ ସ୍ୱପ୍ନକୁ ଯିବ, ସ୍ୱପ୍ନରୁ ସୁଷୁପ୍ତିକୁ ଯିବ ଏବଂ ସୁଷୁପ୍ତିରୁ ତୁରିୟାକୁ ଯାଏ, ସେତେବେଳେ ବାହାର ସଂସାର ଶୋକ, ମୋହ, ଈର୍ଷା, ଦ୍ୱେଷ, କ୍ରୋଧ, ବିଷୟାବୃତ୍ତିକୁ ହଟିଯିବ ଏବଂ ଆନନ୍ଦ ହିଁ ଆନନ୍ଦ ପାଇବ। କାରଣ ସେଠାରେ ଅଛନ୍ତି ଆତ୍ମଦେବ। ଆତ୍ମ ସ୍ୱରୂପରେ ହିଁ, ସ୍ୱଭାବରେ ହିଁ ସୁଖୀ, ମୁକ୍ତି ଏବଂ ଆନନ୍ଦମୟ ଅଟେ। ଆତ୍ମାନନ୍ଦକୁ ହିଁ ସଚ୍ଚିଦାନନ୍ଦ କହନ୍ତି। ହେ ପ୍ରିୟ ଆତ୍ମନ୍, ସ୍ୱଚ୍ଛା ଜ୍ଞାନ ମିଳିବା ଏବଂ ଧାରଣ କରିବା ହିଁ ଡେରି ଲାଗିବ, କିନ୍ତୁ ମୁକ୍ତି ପାଇବା ପାଇଁ ଡେରି ଲାଗିବ ନାହିଁ। ମୁନିବର ପାତଞ୍ଜଳି କହିଛନ୍ତି, ନିର୍ବିଚାର ବୈଶାରଧ୍ୟେ ଧ୍ୟାତ୍ମା ପ୍ରସାଦ। ଆତ୍ମଜ୍ଞାନ ସମ୍ବନ୍ଧ ପୁସ୍ତକକୁ ନିତ୍ୟ ପାଠ କରିଲେ, ସତ୍ସଙ୍ଗ କରିଲେ, ସ୍ୱଚ୍ଛା ଗୁରୁ, ସ୍ୱଚ୍ଛା ଉପଦେଶ ମିଳିଲେ, ନିର୍ବିଚାର ସମାଧି ବରାବର ଲାଗି ରହିଲେ, ନିର୍ବିଚାର ବୈଶାରଧ୍ୟ ପ୍ରାପ୍ତ ହୁଏ, ସେହି ସାଧକ ଆଧ୍ୟାତ୍ମ ପ୍ରସାଦ ପ୍ରାପ୍ତ କରିବ।
ପ୍ରସାଦ ଶବ୍ଦର ଅର୍ଥ ହେଉଛି ପ୍ରସନ୍ନତା, ଆନନ୍ଦ, ସ୍ୱଚ୍ଛା ସୁଖ ଏବଂ ସ୍ୱଚ୍ଛା ହର୍ଷ। ଏହି ଆଧ୍ୟାତ୍ମ ପ୍ରସାଦକୁ ବ୍ରହ୍ମାନନ୍ଦ, ସଚ୍ଚିଦାନନ୍ଦ କହନ୍ତି। ଗୀତାରେ ଅଛି ପ୍ରସାଦେ ସର୍ବ ଦୁଃଖନାଂ ହାନିରସ୍ୟ ପଜାୟତେ, ଅର୍ଥାତ୍ ପ୍ରସାଦକୁ ପ୍ରାପ୍ତ କରିଲେ ଯୋଗୀର ସାରା ଦୁଃଖ ଛୁଟି ହୋଇଯିବ। ହେ ଆତ୍ମବିକ୍, ହେ ଆତ୍ମପ୍ରେରିକ, ହେ ଆତ୍ମଜ୍ଞାନ ଜିଜ୍ଞାସୁ, ମଣିଷ ଧରା ପୃଷ୍ଠ ଆସିବାର କାରଣ ଅଛି। ବିନା କାରଣରେ କିଛି ନାହିଁ। ଜୀବ ଜଗତ ହେଉଛି ସଂସାର ପାଇଁ ଏବଂ ସଂସାର ହେଉଛି ଜୀବ ଜଗତ ପାଇଁ ବା ଜୀବର କାରଣ ପାଇଁ। ଜ୍ଞାତକୁ ଆସିଯାଅ। ସଂସାର କ'ଣ? ବିଷୟାବୃତ୍ତିର ସମଷ୍ଟି ହିଁ ସଂସାର। ବିଷୟାବୃତ୍ତିର ମୁଖ୍ୟ ହେଉଛି ମନ। ମନମୟ କାରଣରେ ହିଁ ମନୁଷ୍ୟ ନାମକରଣ କରାଯାଇଛି। ମନୁଷ୍ୟ ଓ ମୁନି ଉଭୟ ମନୁ ଅବଧେନୁ ଧାତୁରୁ ଉତ୍ପତ୍ତି। ବର୍ତ୍ତମାନ ଜାଣିଲ ମଣିଷର ସଂସାର ଆସିବାର କାରଣ। ମନନ କରିବ, ଚିନ୍ତନ କରିବ, ଅର୍ଥାତ୍ କାହାକୁ ମନନ କରିବ, କାହାକୁ ଚିନ୍ତନ କରିବ? ଅନ୍ତରାତ୍ମାକୁ ମନନ କରିବ, ଅନ୍ତରାତ୍ମାକୁ ଚିନ୍ତନ କରିବ ଏବଂ ସ୍ୱତନ୍ତ୍ର ବିଚାର କରିବ। ସ୍ୱାଭାବିକ ଗୁଣକୁ ବଜାୟ ରଖିବ, ସତ୍ୟ ଜ୍ଞାନକୁ ବଜାୟ ରଖିବ। ବିନା ସତ୍ୟ ଜ୍ଞାନରେ ମନୁଷ୍ୟ ଜୀବନ ମୁକ୍ତି ହୋଇପାରିବ ନାହିଁ। ଏହା ହିଁ ହେଉଛି ମୁକ୍ତିର ସରଳ ଉପାୟ। ଏହା ହିଁ ହେଉଛି ମୁକ୍ତିର ଅଦ୍ଭୁତ ଉପାୟ। ମୁକ୍ତି ନ ହେବା ପର୍ଯ୍ୟନ୍ତ ଅସଲ ଆନନ୍ଦ ପାଇପାରିବ ନାହିଁ। ମୁଁ ଏତିକି କହି ମୋର ପ୍ରବଚନଟାକୁ ସମାପ୍ତ କଲି। ଶେଷରେ ପୁଣି ଆଉ ଥରେ ଆନ୍ତରିକ ସହିତ ସପ୍ରେମ ଜୟଜୀବ ଜ୍ଞାପନ କରୁଛି। ଜୟଜୀବ, 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 ଜୟଜୀବ।